ସୁଜଳା ସୁଫଳା ଭାରତର ଏକ ଛୋଟ ରାଜ୍ୟ ହେଉଛି ଆମ ଓଡ଼ିଶା। ତ ଆମ ଓଡ଼ିଶାର ପୂର୍ବର ନାମ ହେଉଛି ଉତ୍କଳ, କଳିଙ୍ଗ ଏବଂ ଓଡ୍ର ଦେଶ। ଆମ ଏଇ ଓଡ଼ିଶାରେ ଟୋଟାଲ 30ଟି ଜିଲ୍ଲା ଅଛି। ତ ସେଇ 30ଟି ଜିଲ୍ଲାରେ ବହୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟ ରହିଛି। ଯେମିତିକି ପୁରୀରେ ମା ବିମଳା, ତାଳଚେରରେ ମା ହିଙ୍ଗୁଳା ଏବଂ ଜଗତସିଂହପୁରରେ ମା ଝଙ୍କଡ଼ବାସିନୀ ମା ସାରଳା ଏବଂ ବଡ଼ମ୍ବାରେ ମା ଭଟ୍ଟାରିକା। ତ ସେମିତି କେନ୍ଦୁଝରର ଘଟଗାଁରେ ମା ତାରିଣୀ ପୂଜା ପାଉଛନ୍ତି। ତ ଆଜି ଜାଣିବା ସେଇ ମା ଘଟଗାଁ ତାରିଣୀଙ୍କ ପାଖକୁ ଆପଣମାନେ କେମିତି ଯିବେ। ଆମେ ଯେତେବେଳେ ଯେକୌଣସି ସ୍ଥାନକୁ ଯିବା କଥା ଭାବେ ତ ପ୍ରଥମ ଆମ ମନକୁ ଆସେ ଯେ ଆମେ ରୋଡୱେଜରେ ଯିବୁ, ମାନେ ବସ୍ କିମ୍ବା ବାଇକ୍ କିମ୍ବା କାରରେ ଯିବୁ। ଆପଣ ଯଦି ଘଟଗାଁକୁ ବସ୍ ଦ୍ୱାରା ଯିବାକୁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକ ଜିଲ୍ଲାରୁ ଘଟଗାଁକୁ ବସ୍ ରହିଛି, ଡାଇରେକ୍ଟ ବସ୍ ସେବା ରହିଛି। ତ ଦେଖନ୍ତୁ, ଆପଣ ଯଦି ବସ୍ରେ ଯିବେ ତ ନିଶ୍ଚିନ୍ତ ଟିକେ ସମୟ ଲାଗିବ, କିନ୍ତୁ ପଇସା ବି ଟିକେ ସେଇଭଳିଆ ଲାଗିବ। ତ ସବୁ ଡେଷ୍ଟିନେସନ୍ ଅଲଗା ଅଲଗା ତାର ଭଡ଼ା ରହିଛି। ଆଉ ଯଦି ଆପଣ କାରରେ ଯାଉଛନ୍ତି ତାହେଲେ ଆପଣ ଜାଣିଥିବେ, ତ କାରରେ ଗଲେ ନିଶ୍ଚିନ୍ତ ଆପଣଙ୍କୁ ଅଧିକା ଫେୟାର ଦେବାକୁ ପଡ଼ିବ, ଭଡ଼ା ଦେବାକୁ ପଡ଼ିବ। ଆଉ ଯଦି ବାଇକ୍ରେ ଯାଉଛନ୍ତି ତ ଧରି ନିଅନ୍ତୁ ମିନିମମ୍ 60 କିଲୋମିଟରକୁ ଆପଣଙ୍କର 1 ଲିଟର ତେଲ ପଡ଼ିବ। ତ ଭାବନ୍ତୁ ସେଇ ହିସାବରେ ଆପଣଙ୍କର ଖର୍ଚ୍ଚ। ଆଉ ଯଦି ସବୁଠାରୁ କମ୍ ପଇସାରେ ଆପଣ ଯଦି ଘଟଗାଁ ତାରିଣୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିନ୍ତ ଆପଣ ରେଲୱେ ସେବାର ଉପଯୁକ୍ତ ବ୍ୟବହାର କରନ୍ତୁ। ଏବେ ଆସ୍ତେ ଆସ୍ତେ ଘଟଗାଁକୁ ରେଲୱେ ସେବା ଆସ୍ତେ ଆସ୍ତେ ଯୋଡ଼ି ହେଇଯାଉଛି। ଏବେ ନୂଆ ଟ୍ରେନ୍ ଚାଲିଛି, ପାସେଞ୍ଜର ଟ୍ରେନ୍ ଚାଲିଛି। ପାରାଦୀପରୁ କେଉଁଝର ରୋଡକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚାଲିଛି, ପାଖାପାଖି 3 ମାସ ହେବ କି 4 ମାସ ହେବ। ତ ଅନ୍ୟ କେଉଁ ସବୁ ଜିଲ୍ଲାରୁ ମଧ୍ୟ ଚାଲିଛି, ପ୍ରାୟତଃ ସବୁ ଜିଲ୍ଲାରୁ ଚାଲିନି, ମୁଖ୍ୟତଃ ପୁରୀ, କଟକ, ଖୋର୍ଦ୍ଧା ଏହିସବୁ ଆଖପାଖ ଜିଲ୍ଲାରୁ ଚାଲିଛି। ଆଉ ଆଗକୁ ମଧ୍ୟ ସବୁ ଜିଲ୍ଲା ସହ ସଂଯୋଗ ହେବ। ତ ଆଜି ଆମେ ବେସିକାଲି କଥା ହେବା ଯେ କେନ୍ଦ୍ରାପଡ଼ା, ଯାଜପୁରରୁ ଆପଣମାନେ କେମିତି ଟ୍ରେନ୍ ଯୋଗେ ମା ତାରିଣୀଙ୍କ ପାଖକୁ ଯାତ୍ରା କରିବେ। ଆପଣ ଯଦି ପାରାଦୀପରୁ ଏବଂ କେନ୍ଦ୍ରାପଡ଼ାରୁ ଆସୁଥାନ୍ତି ତାହେଲେ ନିଶ୍ଚିନ୍ତ ଆପଣ ପାରାଦୀପରୁ ଓହ୍ଲେଇ ଚଢ଼ିପାରିବେ ଟ୍ରେନ୍ରେ। ମାର୍ଶାଘାଇ ହେଲେ ମାର୍ଶାଘାଇରେ ବି ଷ୍ଟେସନରେ ଚଢ଼ିପାରିବେ। ଆଉ ଯଦି କେନ୍ଦ୍ରାପଡ଼ାରେ ଆପଣଙ୍କର ଘର ତାହେଲେ ନିଶ୍ଚିନ୍ତ ଆପଣ କେନ୍ଦ୍ରାପଡ଼ାରୁ ମଧ୍ୟ ଟ୍ରେନ୍ରେ ଗଲେ ଆପଣ ହରିଚନ୍ଦନପୁରରେ ଓହ୍ଲେଇବେ। ତ ସେଠିକି ତ ପ୍ରଥମେ ଆପଣ ଟିକେଟ୍ କାଉଣ୍ଟରରେ ଟିକେଟ୍ କାଟି ଅପେକ୍ଷା କରନ୍ତୁ ଟ୍ରେନ୍ କେତେବେଳେ ଆସିବ, ଏବଂ ଟ୍ରେନ୍ ଆସିଲା ପରେ ଆପଣ ଏହି ଟ୍ରେନ୍ରେ ବସି ଆପଣ ନିଶ୍ଚିନ୍ତ ହରିଚନ୍ଦନପୁରକୁ ଯାତ୍ରା କରନ୍ତୁ ଏବଂ ସେଇଠୁ ଆପଣ ଅଟୋ ନେଇ ମା ତାରିଣୀଙ୍କ ପାଖକୁ ଯାଆନ୍ତୁ। ଯଦି ଆପଣଙ୍କ ଘର ଯାଜପୁର ତାହେଲେ ନିଶ୍ଚିନ୍ତ ଆପଣ ଚଣ୍ଡିଖୋଲରୁ, ହରିଦାସପୁର, ଯାଜପୁର ରୋଡରୁ ଏଇଭଳି ବହୁତ ସାରା ସ୍ଥାନ ଅଛି, ଆପଣ ସେଇଠୁ ଟ୍ରେନ୍ରେ ବସିପାରିବେ ଏବଂ ସେଇଠୁ ଆସି ହରିଚନ୍ଦନପୁରରେ ଓହ୍ଲେଇ ପାରିବେ। ଚଣ୍ଡିଖୋଲ ଆଉ ହରିଦାସପୁରରୁ ମା ତାରିଣୀଙ୍କ ପାଖକୁ ଯିବାକୁ ହେଲେ ହରିଚନ୍ଦନପୁରକୁ ଟୋଟାଲ ଫେୟାର ହେଉଛି 30 ଟଙ୍କା। ତ ଆପଣ 30 ଟଙ୍କା ଦେଇକି ସେଇଠି ଯାଇପାରିବେ। ଏହି ଟ୍ରେନ୍ ଛଡ଼ା ଅନ୍ୟ ଟ୍ରେନ୍ ମଧ୍ୟ ଚାଲୁଛି, ତ ସେଇ ଟ୍ରେନ୍ରେ ବି ମଧ୍ୟ ଆପଣ ଯାଇପାରିବେ। ଆପଣ ଯେତେବେଳେ ହରିଚନ୍ଦନପୁରରେ ପହଞ୍ଚିବେ ତ ସେଠୁ ଆପଣଙ୍କୁ ଅଟୋରେ ଯିବାକୁ ପଡ଼ିବ। ହରିଚନ୍ଦନପୁରରୁ ଘଟଗାଁର ଦୂରତା ପାଖାପାଖି 15 କିଲୋମିଟର ହେବ। ତ ସେଥିପାଇଁ ଆପଣଙ୍କୁ 50ରୁ 60 ଟଙ୍କା ଆପଣଙ୍କୁ ଜଣକା ଦେବାକୁ ପଡ଼ିବ। ଯଦି ଆପଣ ଗ୍ରୁପରେ ଯାଉଛନ୍ତି ତାହେଲେ ନିଶ୍ଚିନ୍ତ ଆପଣଙ୍କୁ ଭଲ ଟିକେ ସୁବିଧା ମିଳିପାରିବ, ଜଣକା କମ୍ ଟଙ୍କା ଖର୍ଚ୍ଚ ହେବ। ଆପଣ ଘଟଗାଁରେ ପହଞ୍ଚି ପୁଣି ରିଟର୍ଣ୍ଣ କରିପାରେ ମଧ୍ୟ ଅଟୋରେ ଏବଂ ପୁଣି ସେଇ ଟ୍ରେନ୍ ମାଧ୍ୟମରେ ଆପଣ ପୁଣି ଘରକୁ ଫେରିପାରିବେ। ମା ତାରିଣୀଙ୍କ ଉପରେ ଏକ ନୂଆ ଭିଡ଼ିଓ ଫୁଲ୍ ବିବରଣୀ ସହ, ସମ୍ପୂର୍ଣ୍ଣ ବିବରଣୀ ସହ ଆମେ ଏକ ତିଆରି କରିବୁ। ତ ନିଶ୍ଚିନ୍ତ ଅପେକ୍ଷା କରନ୍ତୁ সেই ଭିଡ଼ିଓକୁ। ତ ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ତ ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ଷ୍ଟେ ଟ୍ୟୁନ୍ଡ, କିପ୍ ୱାଚିଂ।